କରିବା ଗୋଟେ ଜିନିଷ मुझे অত্যন্ত অত্যন্ত গুরুত্বপূর্ণ বিষয়। আধুনিক জগৎরে অনেক সময় আমি ମୋ ଭଳି ପ୍ରଚାରକ ମାନେ ବା ଅନେକ ଆମେ ଭୁଲ କରି ପକାଉ ଧାର୍ମିକ ଗଣିତ କରିବାଟାକୁ ପାପ କ୍ଷମା ସାଙ୍ଗରେ ଆମେ ମିଶେଇ ଦଉ, which is not at all। ଦୟାକରି ମନ ଦେଇ ଶୁଣିବେ, ଯୋଉମାନେ ଡକ୍ଟ୍ରିନ କୁ ଭଲ ପାଏ ବା ଭଲ ପାଆନ୍ତି, ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ। ଆଜି ଯଦି ଆମେ ଅନେକ ଲୋକକୁ ପଚାରିବା ତମେ ବାବୁ ପରିତ୍ରାଣ ପାଇଛ, ହଁ କେବେ ନା ସେମାନେ କହିବେ ଯୋଉ ଦିନ ସେମାନେ ବ୍ୟାପ୍ଟିଜମ ନେଇଛନ୍ତି, which is completely ଭୁଲ ଭୁଲ ଭୁଲ। ବାପ୍ତିସ୍ମ ନେଲେ ଆମେ ଡେଲି ତ ଆମେ ବାପ୍ତିସ୍ମ ନଉଛୁ କହିବାକୁ ଗଲେ। ଜୁଡାଇଜମ ରେ ନିଜେ ନିଜେ ସେମାନେ ଡେଲି ବୁଡୁଥିଲେ, ବ୍ରାହ୍ମଣ ମାନେ ଯେମିତି ସକାଳେ ଭୋରରେ ନଦୀରେ ପୋଖରୀରେ ଗାଧଉଛନ୍ତି। ଦ୍ୟାଟ ଇଜ ନଟ୍ ଦି ପରିତ୍ରାଣ, ସେଟା ପରିତ୍ରାଣ ନୁହେଁ, ପାପ କ୍ଷମା ସେଟା ନୁହେଁ। ତ ଆଜି ପର୍ଯ୍ୟନ୍ତ ଟ୍ରାଡିସନାଲ ଖ୍ରୀଷ୍ଟିଆନ ଲୋକମାନେ ବା ଖ୍ରୀଷ୍ଟିଆନିଟିରେ ଆମର ସେଟା ଭୁଲ ଭାଲ ଚାଲିଛି। କ୍ଷମା ଇଜ ଟୋଟାଲି ଡିଫରେଣ୍ଟ, ଧାର୍ମିକ ଗଣିତ ହେବା ଇଜ ଟୋଟାଲି ଡିଫରେଣ୍ଟ, ବ୍ୟାପ୍ଟିଜମ ଇଜ ଟୋଟାଲି ଡିଫରେଣ୍ଟ, ସାନ୍ଟିଫିକେସନ ଇଜ ଟୋଟାଲି ଡିଫରେଣ୍ଟ, ରିଇନକାର୍ନେସନ ଇଜ ଡିଫରେଣ୍ଟ, and sanctification is different, justification is different, canonization is different, new creation is different। ଏ ସମସ୍ତ ଗୁଳିଆ ଘାଣ୍ଟା କରିକିରି ଗୋଟେରେ ପୁରେଇ ଦଉଛନ୍ତି। नो 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 ସେଟା କେବେ ହେଇପାରିବ ନାହିଁ, ହେବା ଉଚିତ ବି ନୁହେଁ। ତ ସେଥିପାଇଁ ମୁଁ ଭୋଜର ସହିତ ଆଜି କିଛି କହିବାକୁ ଚାହୁଁଛି ଯେ ଆଜିର ଆଧୁନିକ ଜଗତରେ ଯେ ଭୁଲ ପ୍ରଚାରକ ମାନେ ଆମେ କ୍ଷମା ସହିତ ଧାର୍ମିକ ଗଣନା ବୋଲିକିରି ଯେ ବିବେଚନା କରାଯାଉଛି, ମତେ କ୍ଷମା କରିବେ ଯୋଉମାନେ ଅଭିଜ୍ଞ ବାଳକ ପ୍ରଚାରକ ମାନେ ଅଛନ୍ତି, ବିନୟ ଭାଇ ଭଳି ଡକ୍ଟ୍ରିନ ମାନେ ଜାଣିବା ଲୋକମାନେ ଅଛନ୍ତି। ଯଦି ମୁଁ କିଛି ଭୁଲ କରିଛି, you are most welcome to correct me anytime, ମୋର କିଛି ଅସୁବିଧା ନାହିଁ। କିନ୍ତୁ ମୁଁ ଅନୁରୋଧ କରିବି ମନ ଦେଇ ଟିକେ ଶୁଣନ୍ତୁ, ଦେଖନ୍ତୁ, ବିଚାର କରନ୍ତୁ, ଆଉ so that ଆମେ ନିଶ୍ଚୟ ଆହୁରି ପ୍ରଭୁରେ ମଜବୁତ ହେଇପାରିବା। ଆମେ ଆମର ଫାଉଣ୍ଡେସନ ଷ୍ଟ୍ରଙ୍ଗ ନଥିଲେ ଆମକୁ ପବନ ଝଡ଼ ଆସିକି ଆମକୁ ହଲାଇ ଦେବ ଆଉ ଆମେ ଭାଙ୍ଗି ପଡିବା। କ୍ଷମା ପ୍ରାପ୍ତ ଠାରୁ ଧାର୍ମିକ, ଯେପରି ମୁଁ କହିଲି, ବହୁତ ଅଧିକ ବିଷୟ ଧାର୍ମିକ ଗଣନା କରିବା। ମନେ ରଖନ୍ତୁ, କ୍ଷମା ଆମେ ଡେଲି କ୍ଷମା ମାଗିବା, ଡେଲି ଆମେ କ୍ଷମା ପାଇପାରିବା, କିନ୍ତୁ once for all declaration, justification, once life once it is noted and to be recorded। ଜୀବନରେ ଥରେ ଈଶ୍ୱର ଆମକୁ ଧାର୍ମିକ ବୋଲି ଗଣନା କରନ୍ତି, once ଲାଇଫରେ once। ଯେପରି ଜନ୍ମ ଥରେ, ମୃତ୍ୟୁ ତାପରେ ଥରେ ଅନିବାର୍ଯ୍ୟ, ଠିକ ସେଇ ପ୍ରକାର justification once in the life, daily ନୁହେଁ। daily forgiveness, daily sanctification, daily regeneration, କିନ୍ତୁ justification ଲାଇଫରେ once, ଥରେ। ତ ସେଥିପାଇଁ ମୋର କହିବା କଥା ହଉଛି ଯେ ପାପୀର ପାପ କ୍ଷମା କରିବା ଏଇଟା ପ୍ରଭୁଙ୍କ ପାଖରେ। ପ୍ରଭୁ ଅତ୍ୟନ୍ତ ଲାଳାୟିତ ଥିଲେ, ପ୍ରଭୁ ଅତ୍ୟନ୍ତ ଦୟାବାନ। ପାପୀର କ୍ଷମା ନ କରି କେବେ ପାପୀକୁ କେବେ ପ୍ରଭୁ ଛାଡ଼ନ୍ତି ନାହିଁ। আর পাপ কলে মরিব ব্যক্তি, লেখা আছে জিজিকালে, পাপ কলে দণ্ড পাইব। তো ସେଥିପାଇଁ ସୁପ୍ରିମ କୋର୍ଟରେ ବା ଈଶ୍ୱରଙ୍କର ଆଦାଲତରେ ଯେପରି ନ୍ୟାୟ ବିଚାର ରହିଛି, ତ ପାପୀକୁ ସେ ଦଣ୍ଡ ନ ଦେଇକିରି କେବେ ପାପ ସହିତ ସେ ଆପୋଷ କରିପାରିବେ ନାହିଁ, ପାପ ସହିତ କେବେ ସେ ଆପୋଷ କରିପାରିବ ନାହିଁ। ଏବଂ ଏଇଟା ସବୁଠୁ ବଡ ସମସ୍ୟା ଈଶ୍ୱରଙ୍କର ପାଖରେ ଥିଲେ। ଈଶ୍ୱର ସବୁ କରିପାରିବେ, କିନ୍ତୁ ସେ କେବେ ଅନ୍ୟାୟ କରିପାରିବେ ନାହିଁ। ଈଶ୍ୱର ସବୁ କରିପାରିବେ, ସେ କେବେ ମିଛ କହିପାରିବେ ନାହିଁ। ଏଇଟା ତାଙ୍କ ପାଖରେ ବଡ ସମସ୍ୟା ବିଷୟ ଥିଲା। ତ ଈଶ୍ୱର ଆପୋଷରେ ବିଚାର মৃত্যুদণ্ড দাবি করে বলে লেখা আছে ওড়িয়া বাইবেলে। মৃত্যুদণ্ড দাবি করে, অত্যন্ত গুরুত্বপূর্ণ বিষয়,
18 ଅଧ୍ୟାୟ 4 ପଦରେ ଯୋଉ ପ୍ରାଣୀ ପାପ କରେ ସେ ମରିବ ହିଁ ମରିବ, ସେ ମରିବ, ତାকে ମରିବ, ତାର 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 ଦଣ୍ଡ, ସେ ମରିବ, ସେ ପାପ କରିଛି। ଜିଜିକେଲ 18 ଅଧ୍ୟାୟରେ 4 ପଦରେ ଅଛି। ପୁଣି ଜିଜିକେଲ 18 ଅଧ୍ୟାୟ 20 ପଦରେ ଦେଖନ୍ତୁ ଲେଖା ଅଛି, ପରମେଶ୍ୱରଙ୍କର ଅନୁଗ୍ରହ ସପ୍ରେମ ଗୁଣରେ ଦୋଷୀକୁ ଉଦ୍ଧାର କରିବା ନିମନ୍ତେ ଲାଳାୟିତ ହେଲା। ସେ ଦ ଗ୍ରେଟ୍ ଗଡ୍, awesome God, loving God, ଆଉ ସେ କିନ୍ତୁ ପାପୀକୁ ଉଦ୍ଧାର କରିବା ପାଇଁ ତାର ଦୟାକୁ ସେ ପ୍ରକାଶ କଲେ। ତାଙ୍କର ପ୍ରେମ ସଗୁଣ ଗୋଟେ, ତାଙ୍କର ଗୋଟେ ଗୁଣ ଅଛି, ସେ ପ୍ରେମ କରିବ, ସେ ପ୍ରେମ କରିବ। ମନୁଷ୍ୟ ପାପକୁ ସେ ଘୃଣା କରେ, କିନ୍ତୁ ସେ ପାପୀକୁ ପାପୀକୁ ସେ ଅତ୍ୟନ୍ତ ପ୍ରେମ କରେ, ଆଦର କରେ, ସ୍ନେହ କରେ। ଏଇଟା ଗୋଟେ ଈଶ୍ୱରଙ୍କର ନିଜସ୍ୱ ସତ୍ତା ବା ଗୁଣ। ବଡ ଆଶ୍ଚର୍ଯ୍ୟ ବିଷୟ। ଦେଖନ୍ତୁ ଏଠି ଲେଖା ଅଛି ଯେ ପରମେଶ୍ୱର ଦୋଷୀକୁ ନିର୍ଦ୍ଦୋଷ ଘୋଷଣା କରିବା ପାଇଁ ଅସ୍ୱୀକାର କରନ୍ତି, କିନ୍ତୁ ତାର ଗୋଟେ ଗୁଣ କଣ, ସେ ପାପୀକୁ ପ୍ରେମ କରନ୍ତି। ଯେପରି ପରମେଶ୍ୱର ସେମାନଙ୍କର ବିଚାର କରିବେ, ଅନ୍ୟାୟକୁ ଅନ୍ୟାୟ ଘୋଷଣା କରିବେ, ନ୍ୟାୟକୁ ନ୍ୟାୟ ଘୋଷଣା କରିବେ ଏବଂ ତାକୁ ଦୋଷମୁକ୍ତ କରିବେ। କିନ୍ତୁ ଆମର ଦେଶରେ ନ୍ୟାୟ ବିଚାର ନାହିଁ, ଖୁବ କମ। ଅନେକ ଲୋକମାନେ ନିର୍ଦ୍ଦୋଷକୁ ଦୋଷୀ ଆଉ ଦୋଷୀକୁ ନିର୍ଦ୍ଦୋଷ ବୋଲିକିରି ଘୋଷଣା କରୁଛନ୍ତି। ଆଉ ଈଶ୍ୱରଙ୍କ ବାକ୍ୟ ଲେଖା ଅଛି ଯେଶାୟା 5 ଅଧ୍ୟାୟ 23 ପଦରେ ଯେ ସେମାନେ ଲାଞ୍ଚ ନେଇକିରି, ଘୁଷ ନେଇକିରି, ବ୍ରାଇବ୍ ନେଇକିରି ଏ କାର୍ଯ୍ୟ କରୁଛନ୍ତି, ସେମାନେ କେତେ ସନ୍ତାପର ପାତ୍ର ନ ହେବେ। ସୋ ଟ୍ରାଜେଡି ତାଙ୍କ ଜୀବନରେ ଆସିବ, ସନ୍ତାପର ପାତ୍ର ହବାର। ତ କିନ୍ତୁ ଈଶ୍ୱର ସେମିତି ନୁହେଁ। ଆମେ ଯୋଉ ଈଶ୍ୱରକୁ ବିଶ୍ୱାସ କରୁ ବା ଯୋଉ ଈଶ୍ୱର ଆମକୁ ଆମ ଭଳି ପାପୀକୁ ସେ ନିର୍ଦ୍ଦୋଷ ବୋଲି ପ୍ରତିପନ୍ନ କରିଛନ୍ତି ବା ଆମକୁ ଧାର୍ମିକ ବୋଲି ଗଣନା କରୁଛନ୍ତି, ହାଉ ଇଟ୍ ଇଜ ପସିବଲ? ସେ ତ ଲାଳାୟିତ, ସେ ତ ଦୟାବାନ, ସେ ତ କ୍ଷମାବାନ। ଯଦି ଗୋଟେ ଲୋକ କ୍ଷମା ନ ମାଗିବ କେମିତି କରି କ୍ଷମା ପାଇବ? ତା ପ୍ରୋସିଜିଓର, ତାର ନିୟମ କାନୁନ ଅଛି ତାଙ୍କର, ସେ ସମସ୍ତ ବାକ୍ୟରେ ସେ ସିଦ୍ଧାନ୍ତ ସବୁ ଲେଖା ଅଛି। ଲୁକ୍ 16 ଅଧ୍ୟାୟ 15 ପଦରେ ଲେଖା ଯାଉଛି ଯେ କଣ କରେ ନା ଯୀଶୁ ଫାରୁସୀ ମାନଙ୍କୁ ଈଶ୍ୱରଙ୍କ ସମ୍ମୁଖରେ ଫାରୁସୀ ମାନେ ନିଜକୁ ଧାର୍ମିକ ବୋଲି ଦେଖାଇ ହେଇଥିବାରୁ ଦୋଷୀ କରୁଛନ୍ତି। ସେ ମାନେ ଅନେକ ଲେଖା ଅଛି ଯେ ଫାରୁସୀ ମାନଙ୍କ ଠାରୁ ତମେ ଅଧିକ ଯେ ଧର୍ମ କର୍ମ ନ କରିବ ତାହେଲେ ଈଶ୍ୱରଙ୍କ ଦୃଷ୍ଟିରେ ତମେ ଗୃହୀତ ହେଇପାରିବ ନାହିଁ। ତାହେଲେ ଫାରୁସୀ ମାନେ କୋଉ ପ୍ରକାର ଧର୍ମ କର୍ମ କରୁଥିଲେ? ସେମାନେ ଜିରାରୁ ଦଶ ମାଂସ ଦଉଥିଲେ, ସେମାନେ ପ୍ରତିଦିନ କେତେଥର ଈଶ୍ୱରଙ୍କ ବାକ୍ୟ ପଢୁଥିଲେ। ଲେଖାଯାଏ, ଆମେ ପଢୁଥିଲୁ କଲେଜରେ, ଯେ ଯାହାର ଯେତେ ବଡ ପଗୁଡି ସେତେ ବଡ ତାର ବୁଦ୍ଧି ବିଦ୍ୟା ଜ୍ଞାନ। ଫାରୁସୀ ମାନେ, ସାଦୁକିସ୍ ମାନେ, ଯଦିଓ ସେମାନେ ରଙ୍ଗ ଡକ୍ଟ୍ରିନ ଭିତରେ ଥିଲେ, କିନ୍ତୁ ସେମାନଙ୍କ ଧର୍ମକର୍ମକୁ ପ୍ରଭୁ ଲାଇକ୍ କରୁଥିଲେ। ଯେ ସେମାନଙ୍କୁ ଧର୍ମକର୍ମ ଏତେ ଯେ ସେମାନେ ନିଜକୁ ଧାର୍ମିକ ବୋଲି ବ୍ୟବସ୍ଥା ପାଳନ କରିବା ଦ୍ୱାରା ସେମାନେ ଦେଖାଉଥିଲେ। କିନ୍ତୁ ବ୍ୟବସ୍ଥା ପାଳନକାରୀ ମାନେ କାହିଁକି ନା ରୋମିଓ 2 ଅଧ୍ୟାୟ 13 ପଦ ଅନୁସାରେ ଯେ କହେ ଯେ ବ୍ୟବସ୍ଥା ପାଳନକାରୀ ମାନେ ଧାର୍ମିକ ଗଣିତ ହେବେ, ସେଥିପାଇଁ ସେମାନେ ନିରନ୍ତର ବ୍ୟବସ୍ଥା ପାଳନ କରୁଥିଲେ। କିନ୍ତୁ ତ୍ରିଏକ ପରମେଶ୍ୱର ସମ୍ମୁଖରେ ଏକ ପ୍ରଶ୍ନ ଥିଲା, କଣ ନା ମନୁଷ୍ୟ କଣ ସିଦ୍ଧ ରୂପେ ବ୍ୟବସ୍ଥା ପାଳନ କରିପାରିବ? ବ୍ୟବସ୍ଥା ପାଳନ କରିବ। ବାଇବେଲରେ ଆପଣ ଯଦି ବ୍ୟବସ୍ଥା ଗଣିବେ, more than 600 New Testament NT and OT ରେ more than 3000 something promise ଈଶ୍ୱରଙ୍କର ଅନୁଗ୍ରହ ପାଇଁ, ଦୟା ପାଇଁ, ପାପ କ୍ଷମା ପାଇଁ, ଦୋଷମୁକ୍ତ ହେବା ପାଇଁ, ସାନ୍ଟିଫିକେସନ ପାଇଁ, ରିଜେନେରେସନ ପାଇଁ ଏବଂ ଧାର୍ମିକ ଜଷ୍ଟିଫିକେସନ ପାଇଁ, ଧାର୍ମିକ ଗଣିତ ହେବା ପାଇଁ। ସୋ ଏଇଠି ଏବେ ପ୍ରଶ୍ନ ଯେ ମନୁଷ୍ୟ କଣ ସିଦ୍ଧ ରୂପେ ବ୍ୟବସ୍ଥା ପାଳନ କରିପାରିବ?
ରୋମିଓ ତାର 3:23 କହୁଛି ସମସ୍ତେ ପାପ କରିଅଛନ୍ତି ପୁଣି ଈଶ୍ୱରଙ୍କର ଗୌରବ ରହିତ ହୋଇଅଛନ୍ତି। ଏଇ ଗୋଟେ ବିରାଟ ସମସ୍ୟା। এই সমস্যা এতে জটিল ଥିଲା ଯେ କେବଳ ଈଶ୍ୱରଙ୍କ କେବଳ ମାନେ ମନୁଷ୍ୟ ମାନଙ୍କ ପାଖରେ କୌଣସି ଉପାୟ ନଥିଲା ଦୋଷମୁକ୍ତ ହେବା ପାଇଁ, ଧାର୍ମିକ ହେବା ପାଇଁ କୌଣସି ଉପାୟ ନଥିଲା। କେବଳ ଏଇଠି ଅସୀମ ପରମେଶ୍ୱର ତାଙ୍କର ଅସୀମ ଜ୍ଞାନରେ ଏବଂ ସବୁଠୁ ମହା ଅନୁଗ୍ରହରେ এই ସମସ୍ୟାରୁ ମନୁଷ୍ୟକୁ ବାହାର କରି ଆଣିବା ପାଇଁ ତା ପାଖରେ ହିଁ ତାଙ୍କ ପାଖରେ ସମାଧାନ ଥିଲା। ନା ଆଜି ଯଦି ଆମେ ଯୋଉମାନେ ଧାର୍ମିକ ବୋଲି ଗଣନା ପ୍ରଭୁ କରିଛନ୍ତି, ଆମେ ଧାର୍ମିକ ବୋଲି ଗଣିତ ହେଇଛୁ କି ଆମେ ଆଜି ସୁନିଶ୍ଚିତ ହେବା। ଯଦି ଆମେ ପରିତ୍ରାଣ ପାଇଛୁ, ଯଦି ଆମେ ନୂତନ ଜନ୍ମ ପାଇଛୁ, ଯଦି ଆମେ ପାପ କ୍ଷମା ପାଇଛୁ, ନ୍ୟୁ କ୍ରିଏସନ ଆମ ଭିତରେ ହେଇଛି, ତାହେଲେ କେବଳ ଈଶ୍ୱରଙ୍କର ଅସୀମ ଜ୍ଞାନ ଏବଂ ତାଙ୍କର ଗ୍ରେଟ୍ ଅନୁଗ୍ରହରେ only by the grace of God, Almighty God, କେବଳ ତାଙ୍କର ଅନୁଗ୍ରହରେ। ତ ଈଶ୍ୱରଙ୍କ ପାଖରେ ସମାଧାନ କଣ ନା ଯୀଶୁ ସେ ଆମେ ସମସ୍ତେ ଜାଣୁ କମ ବେଶୀ ସ୍ୱେଚ୍ଛାକୃତ ଭାବରେ ମନୁଷ୍ୟ ରୂପରୁ ଧରି ବ୍ୟବସ୍ଥା ଅନୁସାରେ, ଦେଖନ୍ତୁ ଏଇଠି ବ୍ୟବସ୍ଥା ସେ ଲୋପ କରିବା ନାହିଁ, ବ୍ୟବସ୍ଥାକୁ ସିଦ୍ଧ କରିବା, ବ୍ୟବସ୍ଥା ଅନୁସାରେ ସେ ସିଦ୍ଧ ମନୁଷ୍ୟ ରୂପରେ ଆସିଲେ ଏବଂ ସିଦ୍ଧ ଜୀବନ ଯାପନ କଲେ। ପ୍ରେଜ୍ ଦ ଲର୍ଡ, ଇଟ୍ସ ଏ ଗ୍ରେଟ୍ ଇନଫର୍ମେସନ ଟୁ ଅସ୍। କଲେ ଏବଂ ଧାର୍ମିକତା ଅର୍ଜନ କଲେ। ଆଉ ସେଇ ଧାର୍ମିକତା ଦାନ ସ୍ୱରୂପରେ ଯୋଉମାନେ ତାଙ୍କୁ ବିଶ୍ୱାସ କଲେ, ନମ୍ବର 1, ଯୋଉମାନେ ଅନୁତାପ କଲେ ତାଙ୍କର ଅତୀତ ଏବଂ ବର୍ତ୍ତମାନ ପାପ ପାଇଁ, ଯୋଉମାନେ କ୍ରନ୍ଦନ କରିକିରି ତାଙ୍କୁ ବିଶ୍ୱାସ କରି ଜୀବନରେ ସ୍ଥାନ ଦେଲେ, ବିଶ୍ୱାସ କରି ଗ୍ରହଣ କଲେ, ସନ୍ତାନ ହେବାର ଅଧିକାର ଦେଲେ ଏବଂ ସେମାନଙ୍କୁ ଏଇ ଧାର୍ମିକତା ଅର୍ଜନ କରିବା ପାଇଁ ଈଶ୍ୱର ଦାନ ଦେଲେ, ଦାନ ଅନୁଗ୍ରହ କଲେ। ଆମେ we are not worthy, ଧାର୍ମିକ ଘୋଷିତ ହେବା ପାଇଁ, କିନ୍ତୁ ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କଲେ, ପ୍ରଭୁ ଆମମାନଙ୍କୁ ଦୟା କଲେ, ପ୍ରଭୁ ଆମମାନଙ୍କୁ ପ୍ରେମ କଲେ। ବିକଜ ଅଫ ହିଜ ଗ୍ରେଟ୍ ଲଭ, ତାଙ୍କର ମହା ଅନୁଗ୍ରହ ପାଇଁ, ମହା ଦୟା ପାଇଁ ଆଜି ଆମେ ବଞ୍ଚିଛୁ, ଜୀବନରେ ପରିତ୍ରାଣ ପାଇଛୁ, ଆଉ ଆମେ ଅନୁତାପ କରି ତାଙ୍କ ନିକଟରେ ଫେରି ଆସିଛୁ ଅତୀତ ଜୀବନରୁ ଏବଂ ତାଙ୍କୁ ଆମେ ପ୍ରଭୁ ଏବଂ ତ୍ରାଣକର୍ତ୍ତା ବୋଲି ଯୀଶୁ ଆମକୁ ଚିହ୍ନାଇଲେ ପବିତ୍ର ଆତ୍ମାଙ୍କ ଦ୍ୱାରା। ଯୀଶୁ ଆମକୁ କହିଲେ ପବିତ୍ର ଆତ୍ମାଙ୍କ ଦ୍ୱାରା ଯେ ତୁମେ ଏହା କରିଛ, ସେ ଆମକୁ ଜ୍ଞାନ ଦେଲେ ଏବଂ ତାହେଲେ ଅନୁତାପ, ବିଶ୍ୱାସ, କ୍ଷମା ଦ୍ୱାରା ଆମେ ଯୀଶୁଙ୍କୁ ଜୀବନରେ ସ୍ଥାନ ଦେଇପାରିଲୁ। ଯଦି ଆଜି କାହାର ଅନୁତାପ ହେଇନାହିଁ, ଯଦି ଆମେ ପ୍ରକୃତ ଭାବରେ ତାକୁ ବିଶ୍ୱାସ କରି ବେନିଫିଟ ପାଇବା ପାଇଁ ପ୍ରଭୁକୁ ଗ୍ରହଣ କରିଛୁ, ପୋଜିସନ ପାଇବା ପାଇଁ, ଟଙ୍କା ପାଇବା ପାଇଁ, ଆଉ କଣ କହ, नो 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 नो, ଦ୍ୟାଟ ଇଜ ନିଶ୍ଚୟ ପ୍ରଭୁ ସେ କରିବେ। କିନ୍ତୁ କଣ ପାଇଁ ନା ଜଷ୍ଟିଫିକେସନ, ଧାର୍ମିକ ଗଣିତ ହେବା ପାଇଁ, ପାପର କ୍ଷମା ପାଇବା ପାଇଁ, ନୂତନ ଜନ୍ମ ପାଇଁ, ପରିତ୍ରାଣ ପାଇଁ, ଅନନ୍ତ ଜୀବନ ପାଇଁ, ସ୍ୱର୍ଗ ରାଜ୍ୟରେ ମୋର ଖାତାରେ ଜୀବନ ପୁସ୍ତକ ନାମ ଲେଖିବା ପାଇଁ, ରାପ୍ଚର ଅଂଶୀ ହେବା ପାଇଁ, ପ୍ରଭୁଙ୍କ ସହିତ ଚିରଦିନ ରହିବା ପାଇଁ। ଏଇଟା ଆମ ପାଇଁ ଏଇଟା ଘର ନୁହେଁ, ଏଇଟା ହଉଛି ଆମ ପାଇଁ ତୀର୍ଥ ସ୍ଥାନ କି ଆମର ପ୍ରବାସୀ ଆମେ ଏଠି। ସୋ ଏଇ ସମସ୍ତ ତ ଅନେକ ଲୋକମାନେ ବାପ୍ତିସ୍ମ ନେଲେ ପରିତ୍ରାଣ ମିଳେ ନାହିଁ, ବାପ୍ତିସ୍ମ ନେଲେ ପାପ କ୍ଷମା ମିଳେ ନାହିଁ, ବାପ୍ତିସ୍ମ ନେଲେ ସାନ୍ଟିଫିକେସନ ବି ହବ ନାହିଁ। 1000 ଥର ଫୁଲବାଣୀରେ ଲୋକମାନେ ଲୁଗା ପାଇଁ ବାପ୍ତିସ୍ମ ନେଉଛନ୍ତି, ଛେଳି ଭୋଜି ପାଇଁ ବାପ୍ତିସ୍ମ ନେଉଛନ୍ତି,
ଆଉ କଣ ଟଙ୍କା ପାଇଁ ବାପ୍ତିସ୍ମ ନେଉଛନ୍ତି, ଗୋଟେ ବାଇବେଲ ପାଇବା ପାଇଁ ବାପ୍ତିସ୍ମ, କେତେ ଥର ବାପ୍ତିସ୍ମ ହବ, ବାପ୍ତିସ୍ମ ନେଉଛନ୍ତି, ଇଟ୍ସ ଏ ଫ୍ୟାକ୍ଟ। କିନ୍ତୁ ତା ନୁହେଁ ପରିତ୍ରାଣ ପ୍ରେଜେଣ୍ଟ, ପରିତ୍ରାଣ ପାଷ୍ଟ, ପରିତ୍ରାଣ ଫ୍ୟୁଚର। But then অনুতাপ is needed, repentance is needed. আজ অনেক বড় বড় পালক প্রচারক মানে, সো কল্ড খ্রিস্টান লিডার্স মানে পরিত্রাণের নিশ্চয়তা মানে the assurance of salvation they do not know. Justification, পরিত্রাণ, পাপ ক্ষমা, নিউ ক্রিয়েশন একা সাথে মিশিয়ে দিয়ে প্রচার করে দেবে। নো 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 নো, it is a different subject and different concept. যদিও অঙ্গাঙ্গি প্রত্যেকଙ୍କ ସହିତ ପରସ୍ପରଙ୍କର ବିଶେଷ ମାନେ ଏକଦମ ପୁରା ଚର୍ବି ସହିତ ଯେମିତି ଅଟରୀ ନର୍ଭ ଯୋଡି ଅଛି ସେମିତି ସେ ପ୍ରକାର ଅଛି। ବଟ୍ ଇଟ୍ ଇଜ ଷ୍ଟିଲ୍ ଦେନ୍ ଡିଫରେଣ୍ଟ। ଯେମିତି ପାପ କ୍ଷମା and just forgiveness of sin and the justification is totally different, ତ ସେଇ ପ୍ରକାର ବିଷୟ ତ ବୁଝିବାକୁ ପଡିବ, ଜାଣିବାକୁ ପଡିବ। ତ ଏଇଟା ପ୍ରଭୁଙ୍କର ଅସୀମ କରୁଣା ଏବଂ ଦୟା ବିଶ୍ୱାସୀ ମାନଙ୍କୁ, ଯୋଉମାନେ ବିଶ୍ୱାସ କଲେ, ଯୋଉମାନେ ବିଶ୍ୱାସ କଲେ ଆଉ ସେମାନଙ୍କୁ ପ୍ରଭୁ ଦେଲେ, so it is great, ତ ଈଶ୍ୱରଙ୍କର ସମ୍ମୁଖରେ ଆଜି ଆମେ ଧାର୍ମିକ ଆମେ ଗଣିତ ହେଇପାରୁଛୁ। କୋଉମାନେ ନା ଯୋଉମାନେ ଆମେ ଅନୁତାପ କରି ଈଶ୍ୱରଙ୍କର ସେ କ୍ଷମାର ଅଭିଜ୍ଞତାକୁ ଆମେ ପାଇଛୁ ବା କ୍ଷମାର ଅନୁଭୂତିକୁ ଆମେ ପାଇଛୁ, ଆମେ ପରିତ୍ରାଣର ନିଶ୍ଚୟତାକୁ ଅନୁଭବ କରିଛୁ, ପରିତ୍ରାଣର ଜ୍ଞାନକୁ ଆମେ ପାଇଛୁ, ବିଶ୍ୱାସ କରି ତାଙ୍କର ପୁତ୍ରତ୍ୱର ଅଧିକାର, ପୁତ୍ର କନ୍ୟାର ଅଧିକାର ଆମେ ପାଇଛୁ ଯୋହନ 1:12 ଅନୁସାରେ। ପ୍ରଭୁ ସେମାନଙ୍କୁ ୱାନ୍ସ ଡିକ୍ଲେୟାର କଲେ, ୟୁ ଆର୍ ଜଷ୍ଟିଫାଇଡ, ତମେ ଦୋଷୀ ଥିଲ, ବର୍ତ୍ତମାନ ଦୋଷ ମୁକ୍ତ ହେଲ। ଶୁଣନ୍ତୁ, ଦୋଷ କରିଛି ଦଣ୍ଡ ପାଇବ। ଯୋଉ ଦିନ ସେ ଦୋଷ ମୁକ୍ତ ହେଲା ସେଇଦିନ ଦଣ୍ଡଟା ରହିବ ନା ଯିବ? ମୁଁ ରେସପେକ୍ଟେଡ ମାନେ ମଣ୍ଡଳୀ ଭାଇ ଭଉଣୀ ପଚାରୁଛି, ଯୋଉ ଦିନ ଯେତେ ଦିନ ପର୍ଯ୍ୟନ୍ତ ମୁଁ ଦୋଷୀ ଥିଲି ମୁଁ ଦଣ୍ଡ ପାଇବାର ଯୋଗ୍ୟ, ଦଣ୍ଡ ମୋ ପାଇଁ ରହିଛି। କିନ୍ତୁ ଯୋଉ ଦିନ ଜଜ ଈଶ୍ୱରଙ୍କର ଆଦାଲତରେ ମତେ ଡିକ୍ଲେୟାର କରାଗଲା that you are justified by the word of God, ତାହେଲେ ସେ ଦଣ୍ଡଟା ରହିବ ମୋ ପାଇଁ ନା ଦଣ୍ଡଟା ଉଭେଇ ଯିବ? ବିନୟ ଭାଇ ଏବଂ ବୀରେନ୍ଦ୍ର ଭାଇକୁ ଛାଡିକି ଏନିବଡି ପ୍ଲିଜ, ଉଭେଇ ଯିବ। ସ୍କ୍ରିପଚର ସପୋର୍ଟ ଅଛି ଆପଣଙ୍କ ପାଖରେ? ବିବ୍ଲିକାଲ ସ୍କ୍ରିପଚର ସପୋର୍ଟ ଅଛି? କୁହନ୍ତୁ ପ୍ଲିଜ, ଆମେ ଶିଖୁଛୁ ସମସ୍ତେ, ମୁଁ ବି ଶିଖିବି। ବର୍ତ୍ତମାନ କହିପାରିବିନି କିନ୍ତୁ ଅଛି ବାଇବେଲରେ। That's very good, thank you so much. ଜହନ 3:16, ହଁ ନା ଜହନ 3:16 ତ ରୋମିଓ 8:1 ପଦରେ ଅଛି। ତ ଏଇଟା ମନୁଷ୍ୟ ବିରାଟ ବଡ ଭୁଲ କରନ୍ତି। କିନ୍ତୁ ମନେ ରଖନ୍ତୁ ଆଉ ଗୋଟେ ଗଭୀର କଥା ଆଜି ମୁଁ କହିବି, ଦିସ୍ ଇଜ ଅନ୍ଟୋ ଥିଓଲୋଜି ବଟ୍ ଷ୍ଟିଲ୍ ଲେଟ୍ ୟୁ ନୋ, ଆମେ ୱାନ୍ସ ଧାର୍ମିକ ଗଣିତ ହେଲା ପରେ ମନେ ରଖନ୍ତୁ ଇନର ମ୍ୟାନ ଚେଞ୍ଜ ହୁଏ ନାହିଁ। It is a process of sanctification. It is a process of regeneration. It is a process. बहुत समय लगे, वर्ष समय लगे, year after year मनुष्य जीवन को परिवर्तन हेबा पाए, मनुष्य स्वभाव को तो धार्मिक गणित हेला परे मु रिपीट करूची, से पड़ी जाई पारे, भूल करी पारे। ये यदि एमती भूल प्रचार करुछंती जे गोटे पापी मनुष्य ईश्वर को दृष्टि धार्मिक गणित हेबा पाने, आई by the grace of God, the servant of God, I would say he or she is a mistaken, maybe somewhere she may not know or he may not know. जने पापी को धार्मिक गणना करिया पाए once for all प्रभुंकर वाक्य रही एवं हेई पारिब से धार्मिक
Because of that, Prabhu कहले, I am holy because I am holy, so that you must be holy. You should be holy. ଆମେ ପବିତ୍ର ହେଇ ପାରିବା ବୋଲିକିରି ପ୍ରଭୁ କହିଲେ, because ତାଙ୍କର ଇମେଜ ରେ, ତାଙ୍କର କ୍ୟାରେକ୍ଟର ରେ, ତାଙ୍କର DNA ରେ ଆମକୁ ସେ ଗଢିଛନ୍ତି. Though we are a human being, ଆମ ଭିତରେ ଆଡାମିକ ନେଚର ଅଛି, ସତ କଥା. ଆମେ ଏବେ ଧାର୍ମିକ ଗଣିତ ହେଇକିରି ଆମେ ଆଉ 2 ଘଣ୍ଟା ପରେ ନହେଲେ ସକାଳ ବେଳେ ଲୋଭରେ ପଡିକିରି ଆମର ସ୍ଲିପ ହେଇଯାଇପାରେ. ବଟ୍ ଯଦି ଏଗେନ୍ ଯେ ଧାର୍ମିକ ଗଣିତ ହେଇଥିଲେ ସେ 7 ବାର ପଢିଲେ ମଧ୍ୟ ଉଠିବ, ସେ ଆସିକିରି ପ୍ରଭୁଙ୍କ ନିକଟରେ ଅନୁତାପ କରିବ, କାନ୍ଦିବ ଆଉ ଚିତ୍କାର କର, ପ୍ରଭୁ ମୁଁ ମରିଗଲି, ମତେ ଦୟା କର, ଆଉ ପ୍ରଭୁ ତାଙ୍କୁ କ୍ଷମା କରିବେ. ତାର ମାନେ ନୁହେଁ ଇବ୍ରିୟ 10:26 ଅନୁସାରେ ଯେ ସତ୍ୟର ତତ୍ତ୍ୱ ଜ୍ଞାନ ପାଇଲା ପରେ ବାରେ 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 ପାପ କରିବି, ତାହେଲେ ପରିତ୍ରାଣ ବି ତମେ ପ୍ରଭୁ କହିବେ ତମେ consequence of the sin କେବେ ତମକୁ ଛାଡିବ ନାହିଁ. ତାର ଲେଖା ଅଛି ଯେ ଲାଷ୍ଟ ସେ ଫାୟାର ଅଗ୍ନିରେ ପତିତ ହେଇଯିବ. ଲାଭ କଣ ହେଲା? ତାହେଲେ ଜାଣି ଜାଣିକିରି ଗୋଟେ ପିଲା ଯଦି କ୍ୟାଣ୍ଡେଲ ଜଳୁଛି ହାତ ଦେବ, ଆଙ୍ଗୁଳି ପୋଡିଯିବ. ସୋ ବି କେୟାରଫୁଲ. वी आर ଯୋଉମାନେ ପରିତ୍ରାଣ ପ୍ରାପ୍ତ ଲୋକମାନେ, ଯୋଉମାନେ ଇଟ୍ସ ଏ ରିଜେନେରେସନ and sanctification is a process, but the adoption and the justification life re one thore, that is adoption মানে দত্তক পুত্র সন্তান হবার অধিকার থরে, জাস্টিফিকেশন অধিকার থরে, আর সেটা প্রভু করନ୍ତି. কৌଣସି সুপ্রিম কোর্ট নাই, কেହି নাই, only God Father, only God ଯୀଶୁଙ୍କର ମାଧ୍ୟମରେ ତାହା ସମ୍ଭବ କେବଳ. This is most important. ମୁଁ ଏହା ଉପରେ ଟିକେ ଗୁରୁତ୍ୱ ଦେବାକୁ ଚାହେଁ. ମୁଁ ଗୋଟେ ପୋର୍ସନ ରୁ ମୁଁ କହୁଛି. ତ ଏଇଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏଇ ଜାଗାରେ ଆମେ ଭୁଲ କରୁଛୁ. ଯଦି ଆଜି ଏ ଟପିକ ସରିବ ତ ଭଲ କଥା, ନ ସରିଲେ ସେଇଠି ରହୁ ପଛେ, ବଟ୍ ଇଟ୍ ଇଜ ୟୁ ସୁଡ୍ ନୋ ଦ୍ୟାଟ୍ ଧାର୍ମିକ ଗଣିତ ହବା ଏଇଟା ହଉଛି ଗ୍ରୀକ ଶବ୍ଦରେ ଡିକାୟୁ ବା ଡିକାୟସ୍ ବୋଲି କହନ୍ତି, ଅର୍ଥାତ୍ ଦୋଷ ମୁକ୍ତ ବୋଲି ଘୋଷଣା କରିବା. ଈଶ୍ୱରଙ୍କର ସାକ୍ଷାତରେ ଧାର୍ମିକ ଗଣିତ ହେବା ଇଜ very difficult. ଯଦି ଏଟା ମାନେ ଲୋକ ଇଜିରେ ନେଇ ପାରିଥାନ୍ତେ, ଗ୍ରହଣ କରିଥାନ୍ତେ, ପ୍ରାଇମ ମିନିଷ୍ଟର ଜ୍ଞାନୀ ଲୋକ, ଅମିତ ଶାହ ଜ୍ଞାନୀ ଲୋକ, all the legislative member, all the judicial members, all the administrative, କେତେ ସୁନ୍ଦର ହେଇଥାନ୍ତା ନା. ଈଶ୍ୱର ପାର୍ଟିକୁଲାର ମହରାଙ୍କିତ କରିଛନ୍ତି, ମୁଦ୍ରାଙ୍କିତ କରିଛନ୍ତି, ଏଇ ଲୋକମାନେ ପରିତ୍ରାଣ ପାଇବେ, ଏଇ ଲୋକମାନେ ଧାର୍ମିକ ବୋଲି ଗଣନା କରାଇବେ. କୌଣସି ଉତ୍ତମ କର୍ମ ଦ୍ୱାରା, ରକ୍ତ ଡୋନେସନ କରିବା ଦ୍ୱାରା, ଚ୍ୟାରିଟି କାମ କରିବା ଦ୍ୱାରା, ଆଉ କଣ କଣ କୋଉ ଠାକୁର ମାକୁରରେ ବିଶ୍ୱାସ କରିବା ଦ୍ୱାରା କେବେ ହେଲେ ମନୁଷ୍ୟ ଧାର୍ମିକ ଗଣିତ ହେଇପାରିବ ନାହିଁ. ଡିକାୟୁ ଶବ୍ଦର ଅର୍ଥ ହଉଛି କଣ? ଈଶ୍ୱରଙ୍କ ସମ୍ମୁଖରେ ଧାର୍ମିକ ଗଣିତ ହେବା. ରୋମିଓ 2 ଅଧ୍ୟାୟ ଆପଣ ନୋଟ କରିବେ, 13 ପଦରେ ପଢିବେ. ତାପରେ ରୋମିଓ 5 ଅଧ୍ୟାୟ 18-19 ଅଛି. ଈଶ୍ୱରଙ୍କର ସମ୍ମୁଖରେ ଧାର୍ମିକ ବୋଲି ପ୍ରତିଷ୍ଠିତ କରିବା, ତାକୁ ଦୋଷ ମୁକ୍ତ କରିବା. ଆଉ ଦୋଷ ମୁକ୍ତ କରିବାର କେବଳ ବିଚାରପତିଙ୍କର ଅଧିକାର ରହିଛି, ଆଉ ଅନ୍ୟ କାହାର ନାହିଁ. ଏଇ ବିଚାରପତିଙ୍କର ହେଲେ ଏବେ ଆଇନ ସଙ୍ଗତ ଭାବରେ ପ୍ରଭୁ ଆମମାନଙ୍କୁ ତାଙ୍କର ବ୍ୟବସ୍ଥା ସଙ୍ଗତ ଭାବରେ ତାଙ୍କର ଗ୍ରେସ୍ ବା ଅନୁଗ୍ରହରେ ପ୍ରଭୁ ପ୍ରଣବକୁ, ପ୍ରଭୁ ବିନୟ ସାରକୁ ବା ମଧୁସ୍ମିତା ଦିଦିକୁ, ଆମେ ଯୋଉମାନଙ୍କୁ ଜାଣିଛୁ, ଆମେ ଜାଣୁଛୁ ଯେ ସେମାନଙ୍କୁ ପ୍ରଭୁ କଣ କଲେ? ତାଙ୍କର ଅନୁତାପ ଯୋଗୁ, ୟେସ୍, ତାଙ୍କର ରିପେଣ୍ଟେନ୍ସ ଯୋଗୁ, ତାଙ୍କର ମାନେ ଆକାଙ୍କ୍ଷିତ ହୃଦୟ ଯେ ପ୍ରଭୁଙ୍କୁ ଜାଣିବି, ପ୍ରଭୁଙ୍କ ଧାର୍ମିକତାକୁ, ପ୍ରଭୁଙ୍କ ଚରିତ୍ରକୁ, ପ୍ରଭୁଙ୍କ ପବିତ୍ରତାକୁ, ପ୍ରଭୁଙ୍କର ନିଉ କ୍ରିଏସନକୁ ମୁଁ ସେଥିରେ ରୂପାନ୍ତରିତ ହେବି, ମୁଁ ତାଙ୍କର ସନ୍ତାନ ହେବି. ଏ ପ୍ରୋସେସରେ ମୁଁ ନିଜକୁ ସାମିଲ କରିବି. ଯେତେବେଳେ ସେ ସିଦ୍ଧାନ୍ତ ନେଇକିରି ଆସିଲେ ମୁଁ ପ୍ରଭୁଙ୍କର ରାପ୍ଚର ଅଂଶ ହେବି ବା ପ୍ରଭୁଙ୍କର ଚରିତ୍ରର ଅଂଶ ହେବି. ଏଇ ଯେ ସୁନ୍ଦର ମନୋଭାବ,
ନେଇକରି ଯେତେବେଳେ ସେ ଅନୁଭୂତିର ଅଭିଜ୍ଞତା ପାଇଲେ ଆଉ ପ୍ରଭୁଙ୍କର ଏଇ ପଦଗୁଡି ଅନୁସାରେ ବାକ୍ୟ ଅନୁସାରେ ରୋମିଓ 5:18-19 ରୋମିଓ 2:13 ପ୍ରଭୁ କଣ କଲେ ସେମାନଙ୍କୁ ଡିକ୍ଲେୟାର କଲେ ଛାପ ମାରିଦେଲେ ହି ଇଜ ରାଇଚିୟସ୍। ଅବ୍ରାହମ କାର୍ଯ୍ୟ ଦ୍ୱାରା ନୁହେଁ ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହେଇଥିଲେ। ବିଶ୍ୱାସ ଦ୍ୱାରା ଦ ଫେଥ୍ ଅଦୃଶ୍ୟ ବିଷୟ। ଫେଥ୍ କଣ ପ୍ରଭୁ ସୁଯୋଗ ଦେଲେ ଆମେ ପରେ ଆଲୋଚନା କରିବା। ଜଷ୍ଟ ମୁଁ ଟିକେ ହିଣ୍ଟ ଦଉଛି। ମୁଁ ଆଜି ଯୋଉ ଚେୟାରରେ ବସିଛି, ଆଜି ମୁଁ ଯୋଉ ଘରର ଛାତ ତଳେ ମୁଁ ବସିଛି, ମୋର ବାଇ ଡିଫଲ୍ଟ ଅଟୋମେଟିକାଲି ମୋର ମାଂସ, ମୋର ହୃଦୟ, ମୋର ମନ, ମୋର ଜ୍ଞାନ, ମୋର ମସ୍ତିଷ୍କ କହୁଛନ୍ତି ଯେ ଏ ଚେୟାର ଭାଙ୍ଗି ଯିବ ନାହିଁ, ପଡିଯିବ ନାହିଁ, ବା ଏ ଛାତ ମୋର ଉପରେ ଭାଙ୍ଗି ପଡିବ ନାହିଁ। ବଟ୍ ଇଟ୍ ଇଜ I have taken granted seriously and assuring myself that এই ছাত ভাঙি পড়িব না। কিন্তু এই বিশ্বাস ମୁଁ ଦେଖିପାରୁ ନାହିଁ କି ଅନ୍ୟମାନେ କେହି ଦେଖିପାରୁ ନାହିଁ। ବାଇ ଡିଫଲ୍ଟ ଇଟ୍ ଇଜ କମିଂ। ତ ଅଦୃଶ୍ୟ ବିଷୟକୁ ସୁନିଶ୍ଚିତ ଭାବରେ ଗ୍ରହଣ କରିବା। ଧାର୍ମିକତା ମୁଁ ଦେଖିପାରୁ ନାହିଁ, ବିଶ୍ୱାସ ମୁଁ ଦେଖିପାରୁ ନାହିଁ, ପାପ କ୍ଷମା ମୁଁ ଦେଖିପାରୁ ନାହିଁ। ବଟ୍ ଇଜ ଦ ପ୍ରୋସେସ୍, ନଟ୍ ଧାର୍ମିକତା, ବଟ୍ ଇଜ ଦ ପ୍ରୋସେସ୍ of justification କଣ ଅନୁତାପ, ତାପରେ କ୍ଷମା, ତାପରେ sanctification ପବିତ୍ରୀକରଣ ଇତ୍ୟାଦି 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 ନ୍ୟୁ କ୍ରିଏସନ ପ୍ରୋସେସ ରେ ଆମେ ଯେତେବେଳେ ସାମିଲ ହଉଛୁ ଆଉ ପ୍ରଭୁ ଆମକୁ ଡିକ୍ଲେୟାର କରୁଛନ୍ତି, ଷ୍ଟେପ୍ ଦଉଛନ୍ତି, ୟୁ ଆର ରାଇଚିୟସ୍, କାଉଣ୍ଟେଡ ଏଜ ରାଇଚିୟସ୍। ଧାର୍ମିକ ବୋଲି ତମେ ଗଣିତ ହେଲ କେବେ ନା ମେ ମାସର 22 ତାରିଖ 1976 ଶନିବାର ଦିନ ସନ୍ଧ୍ୟା 6ଟା ବେଳେ। And once ପରିତ୍ରାଣ, once ଧାର୍ମିକରଣ ହେଲା, past, then present is a process, then future is a process, new creation is a process, sanctification is a process। ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ, ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ, ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ। ତ ସେଥିପାଇଁ ଆମକୁ ଟିକେ ଜାଣିବାକୁ ପଡିବ। ଆମେ ଯଦି କେହି ପ୍ରଚାର କରୁଛୁ ନାଇଁ ନା ଆମେ କେବେ ଧାର୍ମିକ ହେଇପାରିବେ ନାହିଁ, I would say this is very very wrong doctrine. Maybe it's no, we can by the grace of God। ପ୍ରଭୁ ସେଥିପାଇଁ ଲଲାୟିତ ଆମକୁ ଧାର୍ମିକ ଗଣନା କରିବା ପାଇଁ, ପାପୀ ଯେପରି ପରିତ୍ରାଣ ପାଇବ ସେଥିପାଇଁ ସେ ଇନକାର୍ନେସନ ଅଫ ମ୍ୟାନ, ପ୍ରଭୁ ନିଜେ ମନୁଷ୍ୟ ଭାବରେ ଜନ୍ମ ହେଲେ। ଆମେ ଯିଶାୟରେ ଲେଖା ଅଛି କେତେ କଥା ହାଦଳାଉଥିଲେ, ଅନ୍ଧକାରରେ ଲୋକମାନେ ଧର୍ମକର୍ମ କରୁଥିଲେ କିନ୍ତୁ ସେମାନେ ଜାଣି ପାରୁନଥିଲେ। ପ୍ରଭୁ ନିଜେ ନିଜକୁ ପ୍ରକାଶ କଲେ, ଧରା ଦେଲେ ପୁତ୍ର ରୂପରେ, ମନୁଷ୍ୟ ରୂପରେ, ବ୍ୟବସ୍ଥାକୁ ସିଦ୍ଧ କଲେ, ଲୋପ ପାଏ ନାହିଁ। ଯେପରି ଦଣ୍ଡିତ ଲୋକମାନେ ଘୋଷିତ ହବ, ଅକ୍ଷମା ପ୍ରାପ୍ତ ଲୋକମାନେ କ୍ଷମା ପାଇବେ, ଅନୁତାପ କରି ଫେରି ଆସିବେ, ପରିତ୍ରାଣ ପାଇବେ, ମୁକ୍ତି ପାଇବେ। ଏଟା ପ୍ରଭୁଙ୍କର ବିଶେଷ ଗୋଟେ ଐଶ୍ୱରିକ ଇଚ୍ଛା, ପ୍ରେମ ଯେ ଲୋକମାନଙ୍କୁ ସେ ଧାର୍ମିକ ବୋଲି ଗଣନା କରିବେ। ପାଉଲ ଏ ବିଷୟରେ କେତେ ସୁନ୍ଦର ମାନେ ବ୍ୟାଖ୍ୟା କରିଛନ୍ତି। ଗାଲାତୀୟ ତାର 2:16-17-18 ଯଦି ଆପଣ ପଢିବେ କେତେ ସୁନ୍ଦର ବିଷୟ ଲେଖା ଅଛି। ସୋ ପ୍ଲିଜ ଟେକ୍ ଇଟ୍ ଗ୍ରାଣ୍ଟେଡ ଯେ ଯୋଉମାନେ ଅନୁତାପ କରି ପାପ କ୍ଷମା ପାଇଛନ୍ତି, ବିଶ୍ୱାସ କରି ଯୀଶୁଙ୍କ ହୃଦୟରେ ଆମେ ସ୍ଥାନ ଦେଇଛୁ, ତାର ମାନେ ନାହିଁ ଯେ ଆମେ ପଡିବୁ ନାହିଁ, ସ୍ଲିପ ହବ ନାହିଁ, କି ଆମେ ପାପ କରିବୁ ନାହିଁ, ହେଇପାରେ। ବଟ୍ ଡିକ୍ଲାରେସନ ଫର ୱାନ୍ସ ଆମେ ଆଉ ଥରେ ଫେରି ଆସିଲେ, ପ୍ରଭୁଙ୍କ ନିକଟକୁ ଅନୁତାପ କଲେ, ପ୍ରଭୁ ଆମକୁ କ୍ଷମା କରିବେ। ଧାର୍ମିକତା ଇଜ ଏ ପ୍ରୋସେସ। ଯେତେ ଆମେ ସିଦ୍ଧ ହେବାକୁ ଚେଷ୍ଟା କରିବା ପବିତ୍ର ଆତ୍ମାଙ୍କ ଦ୍ୱାରା, ଆମେ ସେତେ ଈଶ୍ୱରଙ୍କ ଧାର୍ମିକତା, ଈଶ୍ୱରଙ୍କର ଚରିତ୍ରରେ ଧାର୍ମିକତାର ଅନ୍ୟ ମିନିଂ କଣ? ପବିତ୍ରତା, ଈଶ୍ୱରଙ୍କର ଐଶ୍ୱରୀୟ ସ୍ୱଭାବ। ଇଟର୍ନାଲ ଲାଇଫର ଅର୍ଥ କଣ? ଇଟ୍ସ ଏ ଗଡଲି ଲାଇଫ। ଗଡଲି ଲାଇଫ କଣ? ହୋଲି ଲାଇଫ, ଲଭିଂ ଲାଇଫ, ଫରଗିଭେବଲ ଲାଇଫ। এই জিনিসরে মনুষ্য আস্তে আস্তে রূপান্তরিত হইকি চালিব। ঈশ্বরଙ୍କ সহিত সঠিক সম্পর্ক, ধার্মিক গণিত হবার অর্থ ঈশ্বরଙ୍କ সহিত সঠিক সম্পর্ক। ঈশ্বরଙ୍କ পাখରୁ ଆମେ କ୍ଷମା ପାଇଛୁ ବୋଲି ନିଶ୍ଚିତ, ଈଶ୍ୱରଙ୍କ ପରିତ୍ରାଣକୁ ଆମେ ପାଇଛୁ ବୋଲିକିରି assurance of salvation, ଈଶ୍ୱରଙ୍କର ପୁତ୍ର ହେଲୁ ବୋଲିକିରି adoption,
যৌন এক হতে পারে পথ। These are the things. Once প্রভু মোর সময় ହେଇଗଲା, ମୁଁ ଏଇଠି ରଖିଛି। ସରି ସାର୍, 5ଟା ହେଇଗଲା। ନେକ୍ସଟ ଆର କଣ୍ଟିନ୍ୟୁ କରିବା। ପ୍ରଭୁ ଆମକୁ ଅନୁଗ୍ରହ କର, ଦୟା କରନ୍ତୁ। ଜଷ୍ଟିଫିକେସନ ଏତିକି ଆମେ ଜାଣୁ, it's a once for in the life, but the new creation, regeneration, sanctification, it is a process. ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ଏହାର ଆହୁରି କିଛି ଗଭୀର ଅର୍ଥ ରହିଛି, ଗଭୀର ବିଷୟ ପ୍ରଭୁ ଆମମାନଙ୍କୁ ସୁଯୋଗ ଦେଲେ ନିଶ୍ଚୟ ମୁଁ ଏଟାକୁ ପ୍ରକାଶ କରିବି। ଆଉ ଏଇ ସ୍ଥାନରେ ମୁଁ ରଖୁଛି ଯେ ପ୍ରଭୁ ଆମମାନଙ୍କୁ ଜଷ୍ଟିଫିକେସନ ଏ ୱାର୍ଡ, ଇଟ୍ସ ଏ ଗୁରୁତ୍ୱପୂର୍ଣ୍ଣ ୱାର୍ଡ, ଇଟ୍ ଇଜ ଡକ୍ଟ୍ରିନ୍। ଏଇଟା ଯଦି ଆମେ ଭଲରେ ବୁଝିପାରିବା ନାହିଁ, ଆମେ ପରିତ୍ରାଣ ପାଇଛୁ କି ନା କହିଲା ବେଳକୁ ତଲବଲ ହଉଥିବା, ଶୟତାନ ଆମକୁ କୁଆଡେ କୋଉଠି ନେଇଯିବେ, କୁଆଡେ କୋଉଠି ନେଇଯିବେ। ଆରେ ମୁଁ ପରିତ୍ରାଣ ପାଇଛି ନା ନାହିଁ, ମୋର ପାପ କେବେ ହେଇଛି ନା ନାହିଁ, assurance of salvation ଆମର ଅଛି କି ନାହିଁ, ଏ ପ୍ରକାର ହେଇଯିବ। ମୁଁ ବିବାହ କରିଛି, ମୁଁ କହିବି ମୁଁ ବିବାହିତ, ଲୋକ କହିବେ ହ୍ୱାଟ ଇଜ ଦ ପ୍ରୁଫ୍ ଦ୍ୟାଟ୍ ତମେ ବିବାହିତ? ମୁଁ କହିବି ମୋ ସ୍ତ୍ରୀ ଅମୁକ ଗାଁର, ତାର ନାଁ ଅମୁକ, ସେ ପ୍ରବୀଣର ବଡ ଭଉଣୀ, ତାର ନାଁ ପ୍ରତିଭା କୁସୁମ ବାରିକ, ତାଙ୍କର ଘର ଭବାନୀ ପଣ୍ଡା, ଆଉ ବାଇ ଦ ଗ୍ରେସ୍ ଅଫ ଗଡ୍ ମୋର 2ଟି ସନ୍ତାନ ଅଛି, ଆମେ ଏକା ସାଙ୍ଗରେ ରହୁଛୁ, ମୋର ମ୍ୟାରେଜ ସାର୍ଟିଫିକେଟ ଅଛି, so many things। ସେମିତି ମୁଁ ଯେ ଜଷ୍ଟିଫାଏଡ, ତାର ପ୍ରମାଣ କଣ? ମୁଁ ଯେ ପରିଚୟ ପ୍ରାପ୍ତ ଲୋକ, ତାର ପ୍ରମାଣ କଣ? ମୁଁ ଯେ ବିଶ୍ୱାସ କରିଛି, ତାର ପ୍ରମାଣ କଣ? ଲାଇଫ, କଥାବାର୍ତ୍ତା, ଆଚରଣ, ଉଚ୍ଚାରଣ, ବ୍ୟବହାର, ତାଙ୍କ ସହିତ ସମ୍ପର୍କ। ଗୋଟେ ଜଷ୍ଟିଫାଏଡ ଲୋକ ତାର ପ୍ରାର୍ଥନା କେମିତି ହବ, ବାକ୍ୟ ପଠନ ସେ କେମିତି କରୁଛି, ତା ଲାଇଫ ଷ୍ଟାଇଲ କେମିତି କରୁଛି, ନଟ୍ ଦ୍ୟାଟ୍ ଜଗତର ଲୋକମାନଙ୍କ, ନୋ, ଟୋଟାଲି ଆସ୍ତେ ଆସ୍ତେ ପ୍ରୋସେସରେ ଗଡଲି ଲାଇଫ ହେଇଯିବ। ପ୍ରଭୁ ଆମକୁ ଆଶୀର୍ବାଦ କରନ୍ତୁ, ପ୍ରଭୁ ଆମକୁ ଅନୁଗ୍ରହ କରନ୍ତି। ଦ ରେଷ୍ଟ ପ୍ରଭୁ ଅନୁଗ୍ରହ କଲେ, ସୁଯୋଗ ଦେଲେ ଆମେ ଆହୁରି ବଢିବା, ଶିଖିବା। ମତେ କ୍ଷମା କରିବେ, ପ୍ରଭୁ ସୁଯୋଗ ଦେଲେ ନିଶ୍ଚୟ ଆଗକୁ ବଢିବା। ପ୍ରଭୁ ଆମକୁ ଏଇ ଅଳ୍ପ ବାକ୍ୟରେ କିଛି ଅନ୍ତତଃ ବୁଝିବାକୁ ସାହାଯ୍ୟ କରନ୍ତୁ। ଆମେ ଧାର୍ମିକ ଗଣିତ ହେଇପାରିବା। ଆମେ ଯେତେ ଥର ପଢିଲେ ବି ଆମେ ପ୍ରଭୁଙ୍କ ପାଖକୁ ଫେରି ଆସିଲେ ୱିଥ ରିଏଲ କଣ୍ଟ୍ରାଇଟ୍ ହାର୍ଟ, ଅର୍ଥାତ୍ ବ୍ରୋକେନ୍ ହାର୍ଟ, ଆମେ ପ୍ରଭୁଙ୍କଠୁ କ୍ଷମା ପାଇପାରିବା। ପରିତ୍ରାଣ ହଉଛି ପାଷ୍ଟ, ପରିତ୍ରାଣ ହଉଛି ପ୍ରେଜେଣ୍ଟ, and ପରିତ୍ରାଣ ହଉଛି ଫ୍ୟୁଚର। ଇଟ୍ ଇଜ ଲିଙ୍କ ୱିଥ ଜଷ୍ଟିଫିକେସନ, ସାନ୍ଟିଫିକେସନ and ରିକ୍ରିଏସନ। ପ୍ରଭୁ ଅନୁଗ୍ରହ କଲେ ଆମେ ନିଶ୍ଚୟ ଆଗକୁ ବଢିବା। ଥ୍ୟାଙ୍କ ୟୁ। ଓଭର ଟୁ ମଧୁସ୍ମିତା ଦିଦି। ପ୍ରେଜ ଦ ଲର୍ଡ। Praise the Lord. Praise the Lord.